ଆମେ ଆଜି ଟିକେ ଆର୍ଆଇର କଟଅଫ୍ ବିଷୟରେ ଆନାଲିସିସ୍ କରିବା ଯେ ର ସ୍କୋର୍ କେତେରୁ କେତେ ଭିତରେ ଯେ ସେଭ୍ ଆକ୍ଚୁଆଲି ସେଭ୍ କେତେ ହେଇପାରିବ। ତ ଆମେ ସେମିତି ନର୍ମାଲ୍ ହିସାବରେ କହିବାନି କି ବହୁତ କମ୍ ହିସାବରେ ନେବାନି, ଆକ୍ଚୁଆଲି ଆମେ ସେଭ୍ ଯେମିତି ହେଇପାରିବା ସେଇ ଇଏଟା ନିଆଯାଇଛି। ଆଉ ଟୋଟାଲ୍ ପୋଷ୍ଟ ହେଉଛି କେତେ ଥିଲା ଆଉ କେତେ ନିଆଯିବ ତାକୁ ବି ଟିକେ ଦେଖିବେ। ଦେଖନ୍ତୁ ଭାଇ ମାନେ ଟୋଟାଲ୍ ପୋଷ୍ଟ ହେଉଛି ଆମର ଆର୍ଆଇ, ICDS, ARI, ଅମିନ୍, ଷ୍ଟାଟିଷ୍ଟିକାଲ୍ ଫିଲ୍ଡ ସର୍ଭେର ମୁଁ ଏପଟର ଲେଖିଦେଇଛି 569 ଧର ଆର୍ଆଇର ଅଛି, ତାର 5 ଗୁଣା ଯିବେ ଏତିକି ଯିବ। ICDSର 498 ତାର 5 ଗୁଣା 2490 ଯିବ। ARI, ଅମିନ୍, ଷ୍ଟାଟିଷ୍ଟିକାଲ୍ ଫିଲ୍ଡ ସର୍ଭେର ବି ସେମିତି ଯିବ। ଯଦି ଆମେ ଟୋଟାଲ୍ ପୋଷ୍ଟ ହେଉଛି ଆମର କେତେ 2895, ତା ସହିତ ଯଦି 5 ଗୁଣା ପିଲା ନିଆଯାଏ ତ ଆମର ହେଉଛି କେତେ ନା 14475। ଏବେ ଟିକେ ଆମେ କଟଅଫ୍ ବିଷୟରେ ଟିକେ ଆଲୋଚନା କରିବା। ଆକ୍ଚୁଆଲି କେତେ କ'ଣ ଯାଉଛି ମାନେ ଏଟା ହେଉଛି ଆକ୍ଚୁଆଲି କ'ଣ କହିଲେ ମାନେ ପୁରା ସେଫ୍ ସ୍କୋର୍, ଏତିକି ଭିତରେ ଯଦି ରହୁଛି ତାହେଲେ ପୁରା ଠିକ୍ ଠାକ୍। ଆଉ କମ୍ ଯଦି କମ୍ ବେଶୀ ତ ହେଇପାରିବ ନର୍ମାଲାଇଜେସନ୍ ପରେ, ସେଟା ଅଲଗା ମେଥଡ଼। ବଟ୍ ର ସ୍କୋର୍ ଏତିକି ଯଦି ଥିବ ତ ଆପଣ ସିଓର ମେନ୍ସ ପାଇଁ ପଢ଼ାପଢ଼ି କରନ୍ତୁ, ପୁରା ସେଫ୍ ସ୍କୋର୍ ଏଟା। ଦେଖନ୍ତୁ ଜେନେରାଲ୍ ଯଦି ହେଉଛି ଆମର କେତେ ନା 72ରୁ 75 ଭିତରେ ଯଦି ମେଲ୍ ଥିବେ ତ ସିଏ ତ ତା ପାଇଁ ପଢ଼ାପଢ଼ି କରନ୍ତୁ ମେନ୍ସ ପାଇଁ। ଫିମେଲ୍ 65 ଉପରେ କି 65 ଯଦି ଥିବ ତ ପଢ଼ାପଢ଼ି କରନ୍ତୁ। ଯେହେତୁ 65 ଆପଣ କହୁଥିବେ ଯେ ଏଇଟା ବହୁତ ଅଧିକ ପଳେଇଲା, କିନ୍ତୁ ସେମିତି କିଛି ନାହିଁ, 65 ଠିକ୍ଠାକ୍ ହିଁ ଅଛି। ଆଉ OBCର ଆମର ଅଧିକ ତ ଯିବନି କି ବହୁତ କମ୍ ଯିବନି, ଜଷ୍ଟ ଅଳ୍ପ 3-4 ମାର୍କ ଏମିତି ଯାଇପାରେ, ତ ସେଥିପାଇଁ 70ରୁ 72 ସେଫ୍। ଫିମେଲ୍ 60, SCର 62ରୁ 68, ମେଲ୍ ଫିମେଲ୍ 55, STର 55ରୁ 61, ଇଏ ପୁରା ଠିକ୍ଠାକ୍ ହିଁ ଯିବ। ଆଉ ଫିମେଲ୍ର ତ ସେ 50 ପାଖାପାଖି ହିଁ ଯିବ। ତ 1, 3, 4 ଏମିତି ଏପଟ ସେପଟ ହେଇଯାଇପାରେ, ବଟ୍ ଏଇଟା ଲାଗୁଛି କି ଠିକ୍ଠାକ୍ ହିଁ ଯିବ ଏତିକି ପାଖାପାଖିରେ। ଆଉ ଯଦି ଆପଣଙ୍କୁ ଲାଗୁଛି କି ଅଧିକ ଯିବ କି କମ୍ ଯିବ ଟିକେ କମେଣ୍ଟରେ ଆପଣ ଜଣାଇବେ ଆଉ।